ଶିବଙ୍କ ପ୍ରତିଧ୍ୱନିରେ କମ୍ପିଲା ବାବା କେଦାରନାଥ ମନ୍ଦିର। ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ। ଆପଣଙ୍କୁ ବାରପାହାଡ଼ ଏକ୍ସପ୍ରେସ୍ ଖବରକୁ ସ୍ୱାଗତ। ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଅଷ୍ଟଶମ୍ଭୁ ଅମାଭାନା କେଦାରନାଥ ମନ୍ଦିରରେ ଶ୍ରାବଣ ମାସର ଅନ୍ତିମ ସୋମବାରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଅନ୍ତିମ ଦିବସରେ ଛତିଶଗଡ଼ର ସୀମାନ୍ତ ରୁଚିଦାଠାରୁ ଅମାଭାନା ଓ ସମରଦରାଠାରୁ ଅମାଭାନା ପର୍ଯ୍ୟନ୍ତ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଅମାଭାନା କେଦାରନାଥ ମନ୍ଦିର ପ୍ରାଣଙ୍ଗରେ ଲମ୍ବା ଧାଡ଼ିରେ ମହିଳା ପୁରୁଷ ଭକ୍ତ ଜଳାଭିଷେକ ଓ ପୂଜାପାଠ କରିଥିଲେ। ଶାନ୍ତି ଶୃଙ୍ଖଳା ପାଇଁ ବରଗଡ଼ ପୁଲିସ ପ୍ରଶାସନ ଅମାଭାନା ଥାନା ପକ୍ଷରୁ ପୋଲିସ ମୁତୟନ ସହ ଦାୟିତ୍ୱ ତୁଲାଇଥିଲେ। ସେଠାରେ ପ୍ରଶାସନିକ ସ୍ତରରେ ଅମାଭାନା ତହସିଲଦାର ରଘୁନାଥ ପାଣିଗ୍ରାହୀ, ଅମାଭାନା ଥାନା ଅଧିକାରୀ ବିପିନ ବାଗ ଉପସ୍ଥିତ ତଦାରଖ ସହ ପରିଚାଳନାରେ ସହଯୋଗ କରିଥିଲେ। ବହୁ ବଦାନ୍ୟ ବ୍ୟକ୍ତିଙ୍କ ଦ୍ୱାରା ଅନ୍ନ ଭୋଜନ ବ୍ୟବସ୍ଥା କରାଯାଇଥିଲା ଏବଂ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଅମାଭାନା କେଦାରନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ, କେଦାରନାଥ ମନ୍ଦିର ସେବା ସମିତି, ରାଧାମାଧବ ମନ୍ଦିର କମିଟିର କର୍ମକର୍ତ୍ତାଗଣ ଓ ବିଭିନ୍ନ ସ୍ୱେଚ୍ଛାସେବୀକ ଅନୁଷ୍ଠାନ ପରିଚାଳନାରେ ସହଯୋଗ କରିଥିଲେ।